ଛେନାପୋଡ଼ ଓଡ଼ିଶାରେ ମିଳୁଥିବା ପ୍ରତ୍ୟେକ ମିଠା ମଧ୍ୟରୁ ଛେନାପୋଡ଼ ମଧ୍ୟ ଅନ୍ୟତମ। ତ ଆଜି ଆସନ୍ତୁ ବନେଇବା ଆମ ସମସ୍ତଙ୍କର ପ୍ରିୟ ଛେନାପୋଡ଼। ଲେଟ୍ସ ଗୋ। ତ ହ୍ୟାଲୋ ହାଏ ନମସ୍କାର, ୱେଲକମ୍ ବ୍ୟାକ୍ ଟୁ ମାଇ ୟୁଟ୍ୟୁବ୍ ଚ୍ୟାନେଲ୍। ତ ପ୍ରଥମେ ମୁଁ ଏଠି କ୍ଷୀରରେ ଧୀରେ ଧୀରେ ଭିନେଗାର ପକେଇଛି, କାରଣ ଛେନାଟା ଆମର ଭଲସେ ହବାର ଅଛି। ଛେନା ଭଲ ଭାବରେ ରେଡି ହେଇସାରିଲା ପରେ ସେ ନର୍ମାଲ ପାଣିରେ ତାକୁ ଭଲ ଭାବରେ ଧୋଇ ମଧ୍ୟ ନେଇଛି। ମୁଁ ଏଠି ଛେନାରେ ମୁଁ କିଛି ପରିମାଣ ମୁତାବକ ସୁଜି ଏବଂ ଚିନି ମଧ୍ୟ ଆଡ୍ କରିକି ତାକୁ ଧୀରେ ଧୀରେ ଭଲ ଭାବରେ ଚକଟିଛି, ଯାହା ଫଳରେ କି ଏଥିରେ କିଛି ଖଦଡ଼ା ଅଂଶ ରହିବନି। ବଳକା ରଖିଥିବା କିଛି ଛେନା ପାଣିକୁ ମଧ୍ୟ ମୁଁ ଏଠି ରଖି ନେଇଥିଲି। ଏଟାକୁ ଧୀରେ ଧୀରେ ୟା ସହିତ ବି ମିକ୍ସ କରିବେ, ଯାହା ଫଳରେ ଛେନାଟା ଆମର ବହୁତ ସ୍ମୁଥଲି ଭଲସେ ବନିବ। ଛେନାପୋଡ଼ରେ ବାସ୍ନା ଆସିବା ପାଇଁ ମୁଁ ସେଥିରେ କିଛି ଇଲାଇଚିକୁ ମଧ୍ୟ ନେଇଛି। ଇଏ ରେଡି ହେଇଯାଇଛି, ୟାକୁ ଘୋଡ଼େଇକି 20 ମିନିଟ୍ ପାଇଁ ରଖିଦେବା। ନେକ୍ସଟ ଗୋଟିଏ ବଡ଼ ପାତ୍ରରେ କିଛି ଲୁଣ ନେଇକି ତାକୁ 10 ମିନିଟ୍ ପୂର୍ବରୁ ରଖିଦେଇଛି। ମୁଁ ଛେନାପୋଡ଼ ବନେଇବି ତାକୁ ମଧ୍ୟ ରେଡି କରି ନେଇଛି। ଲାଷ୍ଟରେ କିଛି ଗୁଆ ଘି ମଧ୍ୟ ଆଡ୍ କରିଛି, ଯାହା ଫଳରେ କି ବାସ୍ନା ୟାର ବହୁତ ବଢ଼ିଆ ଆସିବ। ଘିଅକୁ ଏଠି ମୁଁ ଚାରିପଟେ ଭଲ ଭାବରେ ମିକ୍ସ କରିଦେଇଛି। ଚାଲ ଅପେକ୍ଷାର ଅନ୍ତ ଘଟିଛି। ଏଠି ମୋର ଛେନାପୋଡ଼ ରେଡି ହେଇଛି। ଟାଇମ୍ ଏଠି ମୋର 35 ମିନିଟ୍ ଲାଗିଛି। ତ ରହିଲି, ନମସ୍କାର, ଜୟ ଜଗନ୍ନାଥ।